ଭାଉଜ ପାଚେରୀ ଏପଟେ ଚୁଲା ଜାଳି ରାନ୍ଧୁଥିଲେ। ସେପଟୁ ଖୁଡ୍ ଖାଡ୍ ଶୁଭିଲା, କିଏ ଆସିଛନ୍ତି କି? ବସିଲା ଠାଉଁ ଠାଉଁ ଉଠିଗଲେ। ବଡ଼ ଭାଇ ଆରାମରେ ଚେୟାରରେ ବସି ଢୁଳଉଥିଲେ। ଭାଉଜ ପଚାରିଲେ, ସାନ ଘରେ କ'ଣ ଖୁଡ୍ ଖାଡ୍ ଶୁଭୁଛି? କିଏ ଆସିଛି ନା ଚୋର? ଗଲ ଟିକେ ବୁଝି ଆସିବ। ତୋର କାହିଁ ମୁଣ୍ଡ ବିନ୍ଧୁଛି ଜାଣେ? ସିଏ ଆଉ କ'ଣ ଆମ ଲୋକ ହୋଇଛି? 2 ବର୍ଷ ହେଲାଣି କଥା ନାହିଁ କି ବାର୍ତ୍ତା। ବଡ଼ ଭାଇ ବୋଲିଟି ନା ଥରୁଟେ ବୁଝିଛି ନା ଫୋନ୍ଟେ କରିଛି। ଭାଉଜ ଲୁଗା କାନିକୁ ପାଟିରେ କାମୁଡ଼ି ଚାଲି ଆସିଲେ ଚୁଲି ପାଖକୁ। ଅମାନିଆ ଲୁହା ସବୁ ଆସି ଆଖି କୋଣରେ ଜକେଇ ଯାଉଥିଲା। ଧୈର୍ଯ୍ୟର ବନ୍ଧବାଡ଼ ଭାଙ୍ଗିବ ଭାଙ୍ଗିବ ହେଉଥିଲା। ନାଚି ଉଠିଲା ପୁରୁଣା ସେଇ ସ୍ମୃତି। ମନେ ଅଛି, ନୂଆ କି ବାହା ହୋଇ ଆସିଥିଲେ। ସାନ ଭାଇର ପସନ୍ଦ ମୁତାବକ ଖାଇବା ହୋଇଲାନି ବୋଲି ସାନ ଭାଇ ତ ଖାଇଲା ନାହିଁ। ରାତି ସାରା ଜଣକ ପାଇଁ ଆଉ ଜଣେ ଖାଡ଼ା ଉପାସ। ସେ ଖାଲି ସାନ ଭାଇ ନଥିଲା, ଗଳାର ମାଳି ଥିଲା। ହେଇ ନଥାନ୍ତା ବା କେମିତି? ଏଡ଼ିଟେରୁ ଏଡ଼ିଟେ କରିଛନ୍ତି। ପିଲାଟି ବେଳେ ବାପା ହରାଇବା ପରେ ସବୁ କର୍ତ୍ତବ୍ୟ ବଡ଼ ପୁଅ ନେଇଛି। ସହରରେ ଥିବା ବାପାଙ୍କ ଜଳଖିଆ ଦୋକାନକୁ ଚଲେଇବାକୁ ଲାଗିଥିଲା। ମା ଭାଇ ସାନ ଭାଇ ଗାଁରେ ରହିଥିଲେ। ସାନର ପାଠ ପଢ଼ାରେ ଯେମିତି ଅସୁବିଧା ନ ହଉ ସେଥିପାଇଁ ପୁରା ଯତ୍ନବାନ ଥିଲା। ହେଲେ ସେଇ ମେଟ୍ରିକ୍ ପରୀକ୍ଷା ପରେ ସାନ ଭାଇ କହିଲା ବଡ଼ ଭାଇ ଦୋକାନରେ ରହିବ। ସାନ ଭାଇର ବାହାଘର ପରେ ବି ମା ଚାଲିଗଲେ। ଘରେ କ'ଣ ମା ବିନା ଆଉ ଘର ହୋଇ ରହେ? ସ୍ତ୍ରୀର ସହରରେ ରହିବାର ନିଶାର ଚକ୍ରାନ୍ତ ସାନ ଭାଇ ବୁଝିପାରିଲା ନାହିଁ। ମାଗିଦେଲା ଭାଇ ଭାଗ। ମଣିଷର ଅମୂଲ୍ୟ ଧନ ତ ସ୍ନେହ, ପ୍ରେମ ଆଉ ବିଶ୍ୱାସ। ତାକୁ ଦେଇ ସାରିଲା ବେଳେ ଆଉ କ'ଣ ଭାଗ ଦବ ସାନ ଭାଇକୁ? ଆଉ ରହିଲା ଭାଇ ଭାଗ। ବାପାଙ୍କର ଅଳ୍ପ ଚାଷ ଜମି ଆଉ ଘର ଖଣ୍ଡିକ ଯାହା। କହିଲେ ଯାହା ନେଉଛୁ ନେ। ସାନ ଭାଇ କିନ୍ତୁ ରୋକଠୋକ ଶୁଣେଇ ଦେଲା। ନ୍ୟାୟ ହେବ, ଫଇସଲା ହେବ 5 ଜଣରେ। ଲେଖା ପଢ଼ା ସହ ପ୍ରପର ଭାଇ ଭାଗ ବାଣ୍ଟ ହେବ। ଭାଗ ବାଣ୍ଟ ଦିନ ବଡ଼ ଭାଇ ପାଲଟି ଯାଇଥିଲା ଗୋଟେ ପଥର। ମୁକ ଭଳି ବସିଥିଲେ ଚେୟାରରେ। ଜମି ଜମା ଘର ବାଡ଼ି ସବୁ ସମାନ ଭାଗ ହେଇଗଲା। କେବଳ ସହରର ଜଳଖିଆ ଦୋକାନଟି ହେଇପାରିଲା ନାହିଁ। ସାନ ଭାଇକୁ ହାତେଇ ନେଲା ଦୋକାନ କରି ନିଜ ନାଁରେ। ବଡ଼ ଭାଇ ପଦେ କହିନଥିଲେ ଉଙ୍କିଛୁ। ଲାଗୁଥିଲା ତାଙ୍କ ରକ୍ତଗୁଡ଼ା କିଏ ଶରୀରରୁ ଚିପୁଡ଼ି ଦେଉଛି। ଆଉ ସେଇ ରକ୍ତଗୁଡ଼ାକୁ ପଳାରେ 2 ଭାଗ କରି ବାଣ୍ଟି ଚାଲିଛି। କିଛି ଦିନର ହିଁ ମଝି ଭାରେ ଉଠିଗଲା ପାଚେରୀ। ଜମିକୁ ଭାଗ ଚାଷରେ ଦେଇ ସାନ ଭାଇ ବାହାରିଗଲା ସହରକୁ। ଜଳଖିଆ ଦୋକାନରେ ଭଲ 2 ପଇସା କମେଇ ଚଳିଲେ। ବଡ଼ ଭାଇ ଚାଷକୁ ଆଦରି ମାଟି କାମୁଡ଼ି ପଡ଼ିଲା ରହିଲା ଗାଁରେ। କେତେ ବା ଜମି, ବର୍ଷକ ଖାଦ୍ୟ ଯୋଗାଡ଼ କରିବା ବି ହୋଇପାରୁଥିଲା କଷ୍ଟ। ସେଥିରେ ପୁଣି ଛୁଆଙ୍କ ପାଠପଢ଼ା। ଦୁଃଖ କଷ୍ଟରେ ବିତୁଥିଲା ଦିନ। ସାନ ଗଲା ଦିନଠୁ ତା ଘରେ ପଡ଼ିଥିଲା ତାଲା। କବାଟ ଠକ୍ ଠକ୍ ହେଲା। ଭାଉଜ କବାଟ ଖୋଲିଲେ। ଆଶ୍ଚର୍ଯ୍ୟ ହୋଇ ଦେଖିଲେ ସାନ ଆସିଛି, ପୁଣି ସ୍ତ୍ରୀ ସହ। ଘରକୁ ଡାକିଲେ, ବସିବା ପାଇଁ ଚେୟାର 2ଟା ଦେଲେ। ବଡ଼ ଭାଇ ନ ଦେଖିଲା ନ ଶୁଣିଲା ପରି ଅଭିନୟ କରି ଦୂରରେ ବସିଲେ। ବଡ଼ ଭାଉଜ ଚାହା ପାଣି ଦେଲେ। କିଛି ସମୟର ନୀରବତା ପରେ ବଡ଼ ଭାଇ ପଚାରିଲେ, ଆଉ ବାବୁ କେମିତି ଅଛୁ? ସବୁ ଭଲ ତ? କେଇଟା ଶବ୍ଦ ହିଁ ଯଥେଷ୍ଟ ଥିଲା ଅଖଣ୍ଡତା ନୀରବକୁ ଭାଙ୍ଗିବା ପାଇଁ। ବିଶାଳ ଗଛର ମଞ୍ଜିଟା ଯଦି ପୋକ ଖାଇ ଦୁର୍ବଳ ହୋଇଗଲା, ଟିକିଏ ଜୋର ପବନରେ ବି ଗଳି ପଡ଼େ। ଠିକ୍ ସେହିପରି ସାନ ଭାଇ ପଡ଼ିଗଲା ବଡ଼ ଭାଇ ପାଦ ଗୋଡ଼ ତଳେ। ଗୋଡ଼ ଧରି କାନ୍ଦି କାନ୍ଦି କହିଲା, ଭାଇ ମୋର ଭୁଲ ହୋଇଯାଇଛି। ଚଞ୍ଚକତା କରି ତମଠୁ ଛଡ଼େଇ ନେଇ ଯାଇଛି ଦୋକାନ। 2 ବର୍ଷରେ ଢେର କମେଇଲେଣି ସତ, ଶାନ୍ତି ନାହିଁ। ଖୁସି ଜୀବନରୁ ହଜି ଯାଇଛି। ସବୁଠୁ ବଡ଼ ଦୁଃଖ, ପିଲାପିଲି ନାହିଁ। ଦୁନିଆ ଦେଖିବା ଆଗରୁ ପେଟରେ ନଷ୍ଟ ହେଇଯାଉଛନ୍ତି। ଆମେ ଅନୁଭବ କଲୁ ଯେ ଏସବୁ ଆମର କର୍ମଫଳ। ଏସବୁ ଆପଣା ରକ୍ତର ଆଖି ଲୁହର ପରିଣାମ। ଆମକୁ କ୍ଷମା କରିଦିଅ ଭାଇ। ଏଣିକି ତମେ ରଖ ଦୋକାନ ଚାବି। ବଡ଼ ଭାଇ କହିଲେ, ଚାବି ରଖିବି ଯେ ଗୋଟେ ସର୍ତ୍ତରେ। ମୁଁ 3 ମାସ, ତୁ 3 ମାସ ଖୋଲିବା ଦୋକାନ। ସେ ସମୟରେ ଯିଏ ଯାହା ରୋଜଗାର କରିବ ତାହାର। ରାଜି ତ? ସାନ ଭାଇ ହଁ କହି ମୁଣ୍ଡ ଟୁଙ୍ଗାରୁଥାଏ। ଏଣେ ବଡ଼ ଭାଉଜର ହାତକୁ ଜାବୁଡ଼ି ଧରି ସାନ ଭାଉଜ ଛୁଟେଇ ଧରି ଚାଲିଥାଏ ଲୁହର ବନ୍ୟା। ବଡ଼ ଭାଉଜ ମନେ ମନେ ଭାବୁଥିଲେ, ହେଲେ ପୁରାଣ ଯୁଗରେ କାହିଁକି ଆଜି ବି ଭାଇ ଭାଇ ପାଇଁ ଜୀବନ ଦେଇପାରେ।